ବର୍ତ୍ତମାନ ଯେଉଁ ସୋସିଆଲ ମିଡ଼ିଆ ଦେଖିବ ଆପ୍ ଦେଖିବ ବର୍ତ୍ତମାନ ଗୋଟେ ଚର୍ଚ୍ଚା ସେଟା ହେଉଛି କ'ଣ ନା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଲେ। ଆଜ୍ଞା ସେ ଜାଣିଶୁଣି ଇସ୍ତଫା ଦେଇଛନ୍ତି। ମୁଁ କୌଣସି ପାର୍ଟିକୁ ବିରୋଧ କରୁନି କି ସପକ୍ଷରେ ନାହିଁ, ଯେଉଁଟା ସତ ସେଇଟା ସତ। ସେ ଜାଣିଶୁଣି ଇସ୍ତଫା ଦେଇଛନ୍ତି କାହିଁକିନା ଯଦି ଗୋଟେ ଲୋକ ମନ୍ତ୍ରୀ ପଦରେ ଅଛି ଆଉ ସେଠି ପ୍ରଶ୍ନପତ୍ର ଲିକ୍ ହେଉଛି ତାହେଲେ ସେଥିପାଇଁ ସିଏ ହିଁ ଦାୟୀ। ସେ ପ୍ରଥମରୁ ଇସ୍ତଫା ଦେଇଦେବା କଥା, ତାପରେ ସଫେଇ ଦେବା କଥା ଯେ ନାଇଁ ନାଇଁ ମୁଁ ଜାଣିଶୁଣି ଦେଲି, ମୁଁ ଆଜିକାଲିର ଯୁବ ସମାଜକୁ ଆଖି ଆଗରେ ଦୃଷ୍ଟିରେ ରଖିକିରି ଦେଲି, ମୁଁ ଏ ଯେଉଁ ଆଗକୁ କାଳେ କିଛି ଅସୁବିଧା ହେବ ଆନ୍ଦୋଳନ ମୁଁ ସେଥିପାଇଁ ଦେଲି ବୋଲି କହିକି ଦେବା କଥା। କିନ୍ତୁ ସେ ସେୟା ନ କରିକି ଯେତେବେଳେ ଆନ୍ଦୋଳନ ହେଲା ଲୋକମାନେ ସବୁ ଜାଣିଦେଲେ ସେଇ ଟାଇମ୍ରେ ସେ ଇସ୍ତଫା ଦେଲେ। କାହିଁକି ନା ଆପଣମାନେ ଭାବିବେ ଦେଖ କେମିତି ଧର୍ମେନ୍ଦ୍ର ପ୍ରଧାନ ଦେଖିଲେ ନା ସେ କେତେ ଭଲ ମନ୍ତ୍ରୀ ସାଙ୍ଗେ ସାଙ୍ଗେ ଇସ୍ତଫା ଦେଇଦେଲେ। ନାଇଁ ଆଜ୍ଞା, ଏଇଟା ସେ ଆପଣଙ୍କ ସହାନୁଭୂତି ନେବା ପାଇଁ ଏକା ଇସ୍ତଫା ଦେଇଛନ୍ତି। ଯଦି 2024 ମସିହାରେ ପ୍ରଶ୍ନପତ୍ର ଲିକ୍ ହେଲା, ଆଜି ଯାଏଁ କୁଆଡ଼େ ଯାଇଥିଲେ? କ'ଣ ଦେଇପାରୁନଥିଲେ ଇସ୍ତଫା? ଓହୋ, ଆନ୍ଦୋଳନ ହେବାର ଯାଇଥିଲେ। ସେଥିପାଇଁ ଆପଣମାନେ ଏ ରାଜନୀତିରେ ଜମା ପଶନ୍ତୁନି। ଏମାନେ ସାଙ୍ଗେ ସାଙ୍ଗେ ଚକୁଳି ସାଙ୍ଗେ ସାଙ୍ଗେ ଚିତ ହୋଇଯିବେ। ଏମାନେ ଯଦି ଏମାନେ ଗୋଟେ କଥା ମନେ ରଖନ୍ତୁ, ବିରୋଧୀ ଦଳ ବାଲା ଆନ୍ଦୋଳନ କରୁଛନ୍ତି ସେ ତାଙ୍କର ରାଜନୈତିକ ମାନେ କାରଣରୁ। ସେମିତି ଯେଉଁମାନେ ବର୍ତ୍ତମାନ ସରକାର ଚଳାଉଛନ୍ତି ସେମାନେ ବି ଏଇ ଯେଉଁ ସସ୍ପେଣ୍ଡ ହେଉଛନ୍ତି କିମ୍ବା ଇସ୍ତଫା ଦେଉଛନ୍ତି ଏଥିପାଇଁ ଯେ ତାଙ୍କର ଇମେଜ୍ କେମିତି ବଢ଼ିବ, ତାଙ୍କ ପ୍ରତି ଲୋକଙ୍କୁ ସହାନୁଭୂତି ବଢ଼ିଲେ ତାଙ୍କର ଭୋଟ୍ ମିଳେ। ସେଥିପାଇଁ ଏ ଭିତରେ ଟୋଟାଲ୍ ପଶନ୍ତୁନି। ଆପଣ ଜାଣନ୍ତୁ ଯାହା କରୁଛନ୍ତି ସେମାନେ କେବଳ ନିଜ ପାଇଁ, ଆମ ପାଇଁ ନାହିଁ।